ଜୟଗୁରୁ ବନ୍ଧୁମାନେ, ଆଜିର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। ବିଷୟ ହେଲା ଇଷ୍ଟ ପ୍ରତିଷ୍ଠା ନା ଆତ୍ମ ପ୍ରତିଷ୍ଠା। ହେଇଟି ଶୁଣୁଛ, ତୁମେ ଜାଣିଛ ଆଜିକାଲି ଆମମାନଙ୍କର ମନ ମଧ୍ୟରେ ଅଧିକାଂଶ କ'ଣ ଅଛି କହିଲ? ଇଷ୍ଟ ପ୍ରତିଷ୍ଠା ନା ଆତ୍ମ ପ୍ରତିଷ୍ଠା, କେଉଁଟା ଅଛି? ହଁ, ଏଇଟା ତ ଆଜିର ବଡ଼ ପ୍ରଶ୍ନଟିଏ। ଆମମାନଙ୍କ ଆଧ୍ୟାତ୍ମିକ ଜୀବନରେ, ସେ ସେବାରେ ହେଉ କି ଭକ୍ତିରେ ଅଥବା ପ୍ରଚାରରେ, ଏହି ପ୍ରଶ୍ନ ଏକ ଅତ୍ୟନ୍ତ ସୂକ୍ଷ୍ମ ଅବସ୍ଥାରେ ଲୁଚି ରହିଛି। ମୁଁ ଯାହା କରୁଛି ସେଇଟା କି ଇଷ୍ଟଙ୍କ ପାଇଁ, ନା କି ନିଜର ମହତ୍ଵ ବଢ଼ାଇବା ପାଇଁ, ପ୍ରଶଂସା ଓ ମାନ ପ୍ରତିଷ୍ଠା ପାଇଁ? ଆଜି ଏହି ଜିନିଷଟା ଖୋଜି ବାହାର କରିବାକୁ ହେବ। ପ୍ରତ୍ୟେକ ସାବଧାନ ହେବାକୁ ହେବ। ଜାଣିଛ, ଅନେକ ସମୟରେ ବାହାରୁ ଦେଖାଯାଉଥିବା ଦୁଇଟି କାମ ଏକ ରକମ ଲାଗିପାରେ। ଦୁହେଁ ଭକ୍ତିର କଥା କହୁଛନ୍ତି, ଦୁହେଁ ସତ୍ୟର କଥା ଆଲୋଚନା କରୁଛନ୍ତି, ଦୁହେଁ ଲୋକଙ୍କ ପାଖକୁ ଡାକୁଛନ୍ତି, ଦୁହେଁ ଦୟା ପ୍ରେମର କଥା ବି କହୁଛନ୍ତି। କିନ୍ତୁ ଠାକୁର ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି, ସବୁ ଭକ୍ତି ଭକ୍ତି ନୁହେଁ, ସବୁ ପ୍ରଚାର ନୁହେଁ, କି ସବୁ ନମ୍ରତା ନୁହେଁ। ଯେମିତି ହାତୀର ଦେଖାଇବା ଦାନ୍ତ ଗୋଟାଏ, ଖାଇବା ଦାନ୍ତ ଗୋଟାଏ, ଠିକ୍ ସେହିପରି କେତେକଙ୍କର ଭିତରେ ରହେ ଇଷ୍ଟ ପ୍ରତିଷ୍ଠା, ଆଉ କେତେକଙ୍କର ଭିତରେ ଲୁଚି ରହେ ଆତ୍ମ ପ୍ରତିଷ୍ଠା। ବୁଝିପାରିଲ? ଏଇ ଦୁଇଟିର ତଫାତଟା ବୁଝିପାରିଲେ ସାଧନାର ରାସ୍ତା ପୁରା ସ୍ପଷ୍ଟ ହୋଇଯାଏ। ଆଉ ନ ବୁଝିପାରିଲେ ମଣିଷ ଭକ୍ତିର ସାଗରରେ ଡୁବିବ କ'ଣ, ଅହଙ୍କାରର ଫାଶରେ ପଡ଼ିଯାଏ। ତା ମାନେ ତୁମେ ଯାହା କହୁଛ ମୁଁ ତ ଭଲ ଭାବରେ ବୁଝିପାରୁନାହିଁ, ଆଉ ସମସ୍ତେ ବା କ'ଣ ଭଲ ଭାବରେ ବୁଝିପାରିବେ? ଟିକେ ଭଲ ଭାବରେ ବୁଝାଇ କହୁନ, ଇଷ୍ଟ ପ୍ରତିଷ୍ଠା କାହାକୁ କୁହାଯାଏ? ହଉ, ଠିକ୍ ଅଛି, ବୁଝେଇ କହୁଛି ଶୁଣ। ସହଜ ଭାବରେ କହିଲେ, ଇଷ୍ଟ ପ୍ରତିଷ୍ଠା ମାନେ ସବୁବେଳେ ନିଜକୁ ବଡ଼ କରି ନ ଦେଖାଇବା କି ଆଗକୁ ନ ଆଣିବା, ବରଂ ଇଷ୍ଟଙ୍କୁ ସଦା ଆଗକୁ ଆଣିବା। ନିଜର ମହତ୍ଵକୁ ନୁହେଁ, ନିଜର ଆତ୍ମ ପ୍ରଶଂସାକୁ ନୁହେଁ, ସଦାଚାରକୁ ମହାନ କରିବା। ନିଜର ନାମକୁ ନୁହେଁ, ଆଦର୍ଶକୁ ପ୍ରତିଷ୍ଠିତ କରିବା। ଆଦର୍ଶ କିଏ? ଯାହାଙ୍କୁ ଧରି ଚାଲିଲେ ଜୀବନର ଆଉ କିଛି ପାଇବା ବାକି ରହେ ନାହିଁ। ସେ ଚାହେଁ ମୋର ଇଷ୍ଟ ଯିଏ, ସେ କିପରି ଖୁସି ହେବେ। ଯିଏ ଇଷ୍ଟ ପ୍ରତିଷ୍ଠା କରେ, ସେ ଲୋକକୁ ନିଜ ପାଖକୁ ଆଣିନଥାଏ, ସେ ଲୋକକୁ ଇଷ୍ଟଙ୍କ ପାଖକୁ ନେଇଯାଏ। ସେ ଚାହେଁ ନାହିଁ ଯେ ମୋତେ ଲୋକେ ଜାଣନ୍ତୁ, ମୋର ପ୍ରଶଂସା କରନ୍ତୁ, ମୋତେ ବଡ଼ କରି ଦେଖନ୍ତୁ, ବରଂ ସେ ଚାହେଁ ଲୋକେ ଇଷ୍ଟଙ୍କୁ ଜାଣନ୍ତୁ, ତାଙ୍କର ସତ୍ୟ ପଥକୁ ଧରନ୍ତୁ, ସତ୍ୟକୁ ଧରନ୍ତୁ, ସତସଙ୍ଗର ଆଶ୍ରୟ ଗ୍ରହଣ କରନ୍ତୁ, ତାଙ୍କ ଆଦର୍ଶକୁ ଜୀବନର ମୂଳ କରି ଧରନ୍ତୁ। ଯେମିତି ଜୀବନରେ ସବୁ ଅବସ୍ଥାରେ ମଙ୍ଗଳର କୋଳରେ ଅଛି ବୋଲି ଅନୁଭବ କରୁ। ଶ୍ରୀ ଶ୍ରୀ ଠାକୁର ସତ୍ୟାନୁସରଣରେ ସ୍ପଷ୍ଟ କରି କହିଛନ୍ତି, ଭକ୍ତି ଏକ ପାଇଁ ବହୁକୁ ଭଲ ପାଏ। ତାର ମାନେ ହେଉଛି ଇଷ୍ଟ ପ୍ରତିଷ୍ଠାର ମୂଳ ହେଉଛି ଭକ୍ତି, ଅର୍ଥାତ୍ ସେହି ପ୍ରେମ ଯାହା ଏକକୁ କେନ୍ଦ୍ର କରି ବହୁକୁ ଭଲ ପାଏ। ଇଷ୍ଟଙ୍କୁ ଭଲ ପାଇ ସମସ୍ତଙ୍କ ମଙ୍ଗଳ ଚାହିଁବା, ଇଷ୍ଟଙ୍କ ଆଦର୍ଶକୁ ଧରି ଜୀବନକୁ ଗଢ଼ିବା, ଇଷ୍ଟଙ୍କ ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା, ଏହା ହିଁ ଇଷ୍ଟ ପ୍ରତିଷ୍ଠାର ମୂଳ ଚରିତ୍ର। ଏଥର ଟିକିଏ ବୁଝିଲି। ହଉ, ଏଥର ଆରଟା କୁହ ନା, ଆତ୍ମ ପ୍ରତିଷ୍ଠା କାହାକୁ କୁହାଯାଏ? ହଁ, ଏଥର ଶୁଣ। ଆତ୍ମ ପ୍ରତିଷ୍ଠା ମାନେ ହେଲା, ପ୍ରାୟତଃ ଆମ୍ଭେମାନେ ବାହାରେ ଇଷ୍ଟଙ୍କୁ ରଖି ଭିତରେ ଆତ୍ମଗାରିମାକୁ ପ୍ରାଧାନ୍ୟ ଦେଉ। ଯେଉଁ ସତ୍ୟ, ଦୟା, ପ୍ରେମର କଥା କହିଲେ ଶୁଣିଲେ ବି ମଧ୍ୟ ମନ ଭିତରେ ମୂଳ ଚେଷ୍ଟା ହେଉଛି, ମୋତେ ହିଁ ଲୋକେ ବଡ଼ କୁହନ୍ତୁ, ମୋତେ ପ୍ରଶଂସା କରନ୍ତୁ, ମୋର ନାମ ଉଚ୍ଚ ହେଉ, ମୋର ମହତ୍ଵକୁ ଲୋକେ ମାନନ୍ତୁ। ତେବେ ସେଇଠି ଜାଣିବ ତାଙ୍କ ପାଖେ ଇଷ୍ଟ ପ୍ରତିଷ୍ଠା ନୁହେଁ, ବରଂ ଆତ୍ମ ପ୍ରତିଷ୍ଠା ହିଁ ମୂଳ ହୋଇ ଉଠିଛି। ସତ୍ୟାନୁସରଣ ଗ୍ରନ୍ଥରେ ଶ୍ରୀ ଶ୍ରୀ ଠାକୁର ବହୁତ କଠୋର ଭାବରେ ଏଠି ସତର୍କ କରି କହିଛନ୍ତି ଯେ ସତ୍ୟର ପ୍ରଚାର କରିବାକୁ ଯାଇ ନିଜ ମହତ୍ଵର ଗଳ୍ପ କରେ
ଏବଂ ସବୁ ସମୟରେ ନିଜକୁ ହିଁ ନେଇ ବ୍ୟସ୍ତ ରୁହେ ଆଉ ନାନା ରକମର କାଇଦା କରି ନିଜକୁ ସୁନ୍ଦର ଦେଖାଇବାକୁ ଚାହେଁ, ଯାହାର ପ୍ରତି ଅଙ୍ଗ ସଞ୍ଚାଳନରେ ଝଲକେ ଝଲକେ ଅହଙ୍କାର ଫୁଟି ବାହାରୁଛି, ଯାହାର ପ୍ରେମରେ ଅହଙ୍କାର, କଥାରେ ଅହଙ୍କାର, ଦୀନତାରେ ଅହଙ୍କାର, ବିଶ୍ୱାସରେ, ଜ୍ଞାନରେ, ଭକ୍ତିରେ, ନିର୍ଭରତାରେ ଅହଙ୍କାର, ସେ ହଜାର ପଣ୍ଡିତ ହେଉ ଆଉ ସେ ଯେତେ ବି ଜ୍ଞାନ ଭକ୍ତିର କଥା କହୁନା କାହିଁକି, ନିଶ୍ଚୟ ଜାଣ ସେ ଭଣ୍ଡ। ତା ପାଖରୁ ବହୁ ଦୂରକୁ ହଟିଯାଅ। ତା କଥା ଶୁଣ ନାହିଁ। କେବେ ହେଲେ ତା ହୃଦୟରେ ସତ୍ୟ ନାହିଁ। ମନରେ ସତ୍ୟ ନଥିଲେ ଭାବ କିପରି ଆସିବ? ଏଥିରୁ ସ୍ପଷ୍ଟ ଯେ ସେ ସତ୍ୟର ପ୍ରଚାରକ ନୁହେଁ, ସେ ନିଜକୁ ପ୍ରଚାର କରୁଛି। ଅର୍ଥାତ୍ ମୁଖରେ ଇଷ୍ଟ କିନ୍ତୁ ଭିତରେ ମୁଁ, ମୁଖରେ ଦୟା କିନ୍ତୁ ଭିତରେ ମୋର ନିଜର କୀର୍ତ୍ତି, ମୁଖରେ ନମ୍ରତା କିନ୍ତୁ ଭିତରେ ମୋର ମହତ୍ଵ, ଆତ୍ମମର୍ଯ୍ୟାଦା। ଏହା ହିଁ ଆତ୍ମପ୍ରତିଷ୍ଠାର ଫାନ୍ଦ। ବୁଝିଲ? ହଁ ହଁ ବୁଝିଲି। ହଉ, ଆଜି ଏଇଠି ରଖ। କାଲି ଆଉ ଯାହା ପ୍ରଶ୍ନ ଅଛି ତାର ଉତ୍ତର କହିବ। ବନ୍ଧୁମାନେ, ଆଜିର ଏହି କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜିର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଏଇଠି ରହିବା। ଆଉ ଏକ ନୂଆ ବିଷୟ ଉପରେ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।